Manas! Kau dia cerita. Saya papi dah nak baca gudici. Manas! Mai! वाघगंपारे हरण बसिले केमती ता झटपट हुए देखा केमती बढ़िया लगुच हेलो मैडम माई आसबनी कि मौसा आसबनी मानस आसबनी कई आसबनी मुझे साहय करी कि माई मानस कौटी अच्छे रुद्र पचार पड़ कमॉन डार्लिंग कमॉन ए रुद्र कौन पैसे में नहीं जाए बेलज्जा वाले खाली हो जाए सब मिले नीलज्जा पशु करो इतने साफ बहुत छोड़ दे रुद्र वो गंगा परी पवित्र तुलसी परी साथी रुद्र तू मुझे भूली जाऊ पार्टी रा कंडे ही आकाश रे जन्न को छुईबा के चेष्टा करछु आकाश रे जन्न को छुईबु ना जली पड़ी पाउस हराम जाती तू मते अभिशाप दौचु तू गंगा ओकी तुलसी मोर किसी जायसा नाई ओई सारारे तू गोटाई सखी कोडे नासिया पुरी बादशाह देखो समस्ते ठंडा होची सिचो लागुची रुद्र नारायण आसी होचे तोते लाज शर्म टिके लागुनी कि रे तो जीवन रे केबे हेले टिके सुधरिबा ପାଇଁ चेष्टा कर तू ए पर्यंत मरिनु ना मानस मते बैध पाखु नै कि भलो करि के आछि सेही बैध को आगो हाड़ी आसिला बहुत शुभ कार्य रे बाधा सृष्टि करबा को एटा तो भाई शुभ कार्य हां अनेक दिन रो स्वप्न आसी पूरा हमको जाऊला बस गोटी थर आसिलु मो कार्य बाधा देबा ता माने तू मते नाली आखि देखाउछु तो मां को नाली आखि देखाउछु नाटा भद्र कले हेई गले ये केबे 10 भुजा मां काली जाय नै परिस्थिति पड़िले निश्चय से 10 भुजा हेई परिबो तोते मो भूली जाइछि तू मो मां बोली और तू भूली जा मो तो वो बोली ता माने तो मां को तो हाथ उठेबी मारीबी तो आजबू मारी
ରୁଦ୍ର ତୋ ଜୀବନ ଏବେ ଶାନ୍ତି ଲାଗିଲା ତ କେତେ କଷ୍ଟ ଦେଇ ମୁଁ ତୋତେ ଜନ୍ମ ଦେଇଥିଲି କଣ ଏଇ ଦିନ ଦେଖିବା ପାଇଁ ଛି, ରୁଦ୍ର ତତେ ମୋ ପୁଅ କହିବାକୁ ମତେ ଘୃଣା ଲାଗୁଛି କି କର୍ମ କଲୁ ରେ ରୁଦ୍ର ଛି हृदयहीन तू केमिति हिलु तू केमिति हिलु रखिलुनी पुअर मान मालो रखिलुनी पुअर मान तो विश्वासरी देलु तू विष लिभि दिलु मा ओठरु हस तू नुहे मामो नुहे तो संतान तो संतान तो संतान ମୁଁ ଯଦି ଏମିତି ଜାଣିଥାନ୍ତି ନା ତାହେଲେ କେବେ ବି ତୋ ଭଳି ପୁଅକୁ ମୁଁ ଜନ୍ମ ଦେଇନଥାନ୍ତି ତତେ ପେଟ ଭିତରେ ହିଁ ମୁଁ ମାରି ଦେଇଥାନ୍ତି ତୁ ସମାଜ ପାଇଁ ଗୋଟେ କଳଙ୍କ ସମାଜ ପାଇଁ ଗୋଟେ ଅଭିଶାପ ହେଲେ ମୁଁ ଗୋଟେ ଏମିତି ମା ସଦା ସର୍ବଦା ନିଜ ପୁଅକୁ ଖରାପ ରାସ୍ତାକୁ ନେଇଛି ଗୋଟେ ମା ହେଇ ତାଗିଦ କରିବା ଅପେକ୍ଷା ସଦା ସର୍ବଦା ମୁଁ ତାକୁ ପ୍ରୋତ୍ସାହନ ଦେଇଛି ଦୁନିଆରେ ସମସ୍ତଙ୍କର ଯଦି ମାତା ପିତା ନିଜ ପୁଅ ଝିଅକୁ ଭଲ ସଂସ୍କାର ଭଲ ଆଚରଣ ଯଦି ଦେଇପାରନ୍ତି ନା ଆଉ ପୁଅ ଝିଅ ଯଦି ମାତା ପିତାଙ୍କର କଥା ଯଦି ମାନନ୍ତେ ନା ତାହେଲେ କେହି ବି ମୋ ରୁଦ୍ର ଭଳି ଆଉ ହୁଅନ୍ତାନି ଆଜି ପରିସ୍ଥିତି ଏମିତି ବାଧ୍ୟ କଲା ଯେ ମୁଁ ମୋ ନିଜ ହାତରେ ମୋ ପୁଅକୁ ସବୁଦିନ ପାଇଁ ଶେଷ କରିଦେଲି ମାଇ କାନ୍ଦନି ମାଇ କାନ୍ଦନି ମାନସୀ ମାଇ ସଦା ସର୍ବଦା ମୁଁ ତମକୁ କଷ୍ଟ ଦେଇଛି ନାଇଁ ମାଇ ନାଇଁ ଆପଣ ତ ମୋ ମା ସମାନ ଲୋକ ତତେ ବହୁତ ମାଡ଼ ମାରି ଗାଲି ଗଲଛ ବି କରିଛି ରେ ମା ନାଇଁ ମାଇ ନାଇଁ ଜାଣିଛୁ ରେ ମା ମାଇ ଗୋଟେ କଥା ଜାଣିଛୁ ରେ ମା କଣ ମାଇ ମାନସ ଏବେ ବି ତତେ ବହୁତ ଭଲ ପାଏ ନାଇଁ ମାଇ ନାଇଁ ଆପଣ ଏଇ କଣ କହି ଯାଉଛ ମୁଁ ସତ କହୁଛି ରେ ମା ମାନସ ପରା ତାଙ୍କର ମାଲିକାଣୀକୁ ବାହା ହେଇଛନ୍ତି ନାଇଁ ରେ ମା ସେ କେଉଁ ପରିସ୍ଥିତିରେ ସେ ନୂଆ ବୋହୂକୁ ନେଇକି ଏ ଘରକୁ ଆସିଥିଲା ନା ମାଇ ସେ ମତେ ସବୁ କଥା କହିଛି ଆଉ ଗୋଟେ କଥା ଜାଣିଛୁ ନା? କଣ ମାଇ ଯେତେବେଳେ ତୁ ସେ ରୋଗ ଶଯ୍ୟାରେ ପଡିଥିଲୁ ନା ହଁ ମାଇ ସେତେବେଳେ ମୋ ଟଙ୍କା ନୁହଁ ମାଇ ବରଂ ସେ ନୂଆ ବୋହୂ ଟଙ୍କାରେ ତୋ ଜୀବନ ବଞ୍ଚି ମାଇ ତାହେଲେ ଆପଣ ସେତେବେଳେ ମତେ ମିଛ କହିଥିଲି ଅରେ ମାନସୀ ତାମାନେ ମୋ ଦେହଟା ସେ ନୂଆ ମାଙ୍କ ଟଙ୍କାରେ ଭଲ ହେଇଛି ସତ କହୁଛି ହେ ଭଗବାନ ମୁଁ ଦେବୀ ବୋଲି ଠାକୁରାଣୀ ବୋଲି ପୂଜା କରିବା ବଦଳରେ ତାଙ୍କୁ କେବେ ଅପମାନ ଦେଇଛି ତାଙ୍କ ସାଥିରେ ମୁଁ କେମିତି କଥା ହେବି ମାଇ ହେଲେ ମାଇ ହଁ ମୋ ମାନସ ଗଲେ କୁଆଡ଼େ ଦେ ମାନସୀ ତାକୁ ତ ମୁଁ ଘରୁ ତଡି ଦେଇଛି ମୁଁ ନ ଡାକିବା ପର୍ଯ୍ୟନ୍ତ ସେ ଆଉ ଘର ଭିତରେ ଏ ମାଇ ତମେ ଟିକେ ମାନସକୁ ଡାକିଲ ମାଇ ମାନସ
আরে বাবা ମାନସ ମାନସ ତମ ଦି ଜଣଙ୍କୁ ସଦା ସର୍ବଦା ମୁଁ କଷ୍ଟ ଦେଇଛି ରେ ବାପା। ସଦା ସର୍ବଦା ମୁଁ ତତେ ଘରୁ ବାହାର କରିଦେଇଛି। ତମ ଦି ଜଣଙ୍କର ଭଲ ପାଇବାକୁ ମୁଁ ନ ବୁଝି ନ ସୁଝି ସାମାନ୍ୟ ଧନ ସମ୍ପତ୍ତି ଲୋଭରେ ମୁଁ ତମକୁ ବହୁତ କଷ୍ଟ ଦେଇଛି। ହେଲେ ଜାଣିଛୁ ରେ ମାନସ, ମାଇଁ ଆଜି ମୁଁ ଜାଣିବାକୁ ପାଇଲି ଦୁନିଆରେ ଧନ ସମ୍ପତ୍ତି ନୁହଁ, ବରଂ ଗୋଟେ ସଚନ ପଣିଆ ଭଲ ପାଉଥିବା ଗୋଟେ ମଣିଷଟେ ଦରକାର। ହଁ ମାଇଁ ଆଉ ଗୋଟେ ଜାଣିଛୁ ନା, ଗୋଟେ ହସ ଖୁସି ଥିବାର ଗୋଟେ ଭଲ ପରିବାର ଦରକାର। ହଁ ମାଇଁ ହେଲେ ମାନସ ମାଇଁ ମୋର ତ ସେତିକି ବି ମୋର କର୍ତ୍ତବ୍ୟ ନାହିଁ ରେ ବାପା। ତଥାପି ବି ମୁଁ ତତେ କ୍ଷମା ମାଗୁଛି। ପାରିବୁ ଯଦି ମତେ କ୍ଷମା କରିଦେବୁ ରେ ବାପା। ତମେ ମତେ କାହିଁକି ହାତ ଯୋଡୁଛ ମାଇଁ? ଆଉ କାହିଁକି ମତେ କ୍ଷମା ମାଗୁଛ? ଏ ମାଇଁ ଯୋଉଦିନ ମୋ ମା ବାପା ଆର ପାରିକୁ ଚାଲିଗଲେ ସେଇଦିନଠୁ ପରା ତମେ ମତେ ଛୋଟରୁ ବଡ଼ କରିଛ, ଏ ହାତରେ ଖୁଏଇଛ ମାଇଁ। ଆଉ ପୁଣି ଆଜି ସେ ହାତ ମତେ ଯୋଡୁଛ? ନାଇଁ ମାଇଁ ନାଇଁ ନାଇଁ ଏ ମାଇଁ, ଯଦି ମୁଁ ଜୀବନରେ ଭୁଲ କରିଥାଏ ତାହେଲେ ତମେ ମତେ କ୍ଷମା କରିଦେବ ମାଇଁ। ନାହିଁ ରେ ବାପା, ଏଥିରେ ତୋର କିଛି ବି ଭୁଲ ନାହିଁ। ଆରେ ମାନସ ମାଇଁ ଏଇନେ ତୋ ମାନସ ସାଙ୍ଗରେ ଟିକେ କଥା ହେଇଯା। ମାନସ, ସେଇଦିନ ମୁଁ ତମକୁ ଭୁଲ ବୁଝିଥିଲି। ମାଇ ମତେ ଆଜି ସବୁ କଥା କହିଦେଇଛନ୍ତି। ତମେ ମତେ କ୍ଷମା କରିଦେବ ମାନସ, ଏ ତମେ ମତେ ମାଉସୀ, କ୍ଷମା କରିଦେବ। ଆରେ ତମେ ନ ଜାଣି ସେମିତି କହିଛ ନା? আর সেদিন ମୁଁ କେତେ କହିଥିଲି, আর ତମେ ମୋତେ ବିଶ୍ୱାସ କର ମୁଁ ଏମିତି କାମ କରିନି। ହେଲେ ସେ ନୂଆ ମା ତମକୁ କ'ଣ କହିବେ? আর ନୂଆ ମାଙ୍କୁ ତମେ କେମିତି ମୁହଁ ଦେଖେଇବ? ସବୁ ଭୁଲ ହୋଇଛି ମୋର। ନୂଆ ମା ଆସିଲି ତାଙ୍କୁ ସବୁ କଥା ମୁଁ କହିବି। ହେଲେ ମାନସ, ହଁ ମା, ସେ ନୂଆ ମା କୁଆଡେ ଗଲେ? ନୂଆ ମା, ଆରେ ନୂଆ ମା, ନୂଆ ମା, ଜାଣତରେ ହଉ କି ଅଜାଣତରେ ବି ହଉ ଏମିତି କିଛି ଭୁଲ କରି ବସିଛି ଯୋଉ ଭୁଲର କଦାପି କ୍ଷମା ହିଁ ନାହିଁ। ଜାଣିଛ ନୂଆ ବୋଉ, ଯେତେବେଳେ ମୋ ହସ ଖୁସି ସଂସାର ଭାଙ୍ଗି ଯାଇଥିଲା ନା, ତମେ ନିଜେ ତମ ହସ ଖୁସି ସଂସାରକୁ ବଳି ପକେଇ ତମେ ମୋ ସଂସାରକୁ ଉଦ୍ଧାର କରିବା ପାଇଁ ଆସିଥିଲ। ହେଲେ ମା, ମୁଁ କିଛି ନ ବୁଝି ନ ସୁଝି ତତେ ବହୁତ ଅପମାନ କରିଛି। ସମସ୍ତଙ୍କ ସାମ୍ନାରେ ଲୋକ ହସା କରିଛି। ଆରେ ମା, ପାରିବୁ ଯଦି ଏ ବୁଢ଼ୀକୁ କ୍ଷମା କରିଦେବୁ ରେ ମା। ନାଇଁ ଭାଇ, ଆପଣ ମୋ ମା ସମାନ। ଆପଣ ଯଦି ମୋ ସାମ୍ନାରେ ହାତ ଯୋଡ଼ିବେ ତାହେଲେ ମତେ ପାପ ଲାଗିବ। ନାଇଁ ରେ ମା, ମୁଁ ଯଦି ଆପଣଙ୍କ ମନେ କିଛି କଷ୍ଟ ଦେଇଛି ତାହେଲେ ଆପଣ ମତେ କ୍ଷମା କରିଦେବେ ଭାଇ, କ୍ଷମା କରିଦେବେ। ତୋର ଟିକେ ବି ଭୁଲ ନାହିଁ ରେ ମା, ସବୁ ଭୁଲ ହେଉଛି ମୋର। ତଥାପି ବି ମୁଁ ତତେ ଆଶୀର୍ବାଦ କରୁଛି ରେ ମା। ତୋର ଯୋଉ ହସ ଖୁସି ସଂସାରଟା ଉଜୁଡ଼ି ଯାଇଛି ନା, ଭଗବାନଙ୍କୁ ମୁଁ ଡାକୁଛି ତୋ ହସ ଖୁସି ସଂସାରକୁ ତୁ ପୁଣି ଥରେ ଫେରି ପାରେ ମା। ତୁ ପୁଣି ଥରେ ଫେରି ପା। ଆରେ ମା ମାନସୀ, ନୂଆ ମା, ଆପଣଙ୍କ ସାଥିରେ ବି କଥା ହେବା ପାଇଁ ମତେ ଲାଜ ମାଡୁଛି। ମାଇ ମତେ ସବୁ କଥା କହିଦେଇଛନ୍ତି। ଯୋଉଦିନ ମୁଁ ମରଣ ମୁହଁକୁ ଚାଲି ଯାଇଥିଲି ସେଇଦିନେ ପୁରା ଆପଣଙ୍କ ଟଙ୍କାରେ ମୋ ଦେହ ଭଲ ହେଇଛି। ଆପଣଙ୍କୁ କଲଙ୍କିନୀ କହିଛି, ବେଶ୍ୟା କହିଛି, ପ୍ରକୃତରେ କଲଙ୍କିନୀ ହୋଇଛି ମୁଁ। ଆପଣ ଏଇ ମାନସୀଟାକୁ ଛୋଟ ଭଉଣୀ ଭାବିକି ତମେ କ୍ଷମା କରିଦିଅ। ଏଇ ମାନସୀ ତମ ପାଦ ଧରି अरे पगली, तो का क्षमा कुछ कहलु, तो कुछ भूल कहलु। ए दुनिया कौन सी स्त्री बा ता स्वामी को अन्य स्त्री से देखी खुशी रही पारिबा कहलु। तू जहाँ कहछु किछ भूल कहलु।
ହେଲେ ମୁଁ ମଧ୍ୟ ତୋ ମନରେ ବହୁତ କଷ୍ଟ ଦେଇছিল ସେଇଥିପାଇଁ ତୁ ଯଦି ସତରେ ମତେ ଭାବୁଛୁ ତୁ ମୋ ବଡ ଭଉଣୀ ବୋଲି ବୋଲି ତାହେଲେ ତୁ ମତେ ନାଇଁ କ୍ଷମା ଦିଦି କରିଦେ। ନାଇଁ ତମେ କାହିଁକି ସେମିତି କହୁଛ? ଆରେ ମାନ ହଁ ମା ସେଇଦିନ ଭୁଲ ବୁଝାମଣାରେ ମାନସୀ ଭୁଲ ବୁଝି ତା ଗଳାର ମଙ୍ଗଳସୂତ୍ର ଆଉ ହାତର ଶଙ୍ଖା କାଢି ମତେ ଦେଇଥିଲା ନା ଆଜି ମୁଁ ଦେଉଛି ମୋ ଗଳାର ମଙ୍ଗଳସୂତ୍ର ମୋ ମାନସୀ ଗଳାରେ ପିନ୍ଧେଇ ଦିଅ। ଠିକ ଅଛି ମା। ଆଉ ଏ ମୋ ହାତରୁ ଶଙ୍ଖା ନେଇ ମୋ ମାନସୀ ହାତରେ ପିନ୍ଧେଇ ଦିଅ। ମାନ ହଁ ମା ଏଥର ତ ସତର କଣ ମାଇ ମାନସୀ ସମସ୍ତେ ବୁଝି ସାରିଲେଣି। ହଁ ସମସ୍ତେ ଯେତେବେଳେ ବୁଝି ସାରିଲେଣି ଏଥର ମୁଁ ରହିବି କଣ ପାଇଁ? ସେଇଦିନ କହୁଥିଲେ ନା ତମେ ତମେ ଏ ଘରେ ଚାଲିଯା ବୋଲି। ଆଉ ଠିକ ଅଛି। ସେଦିନ ମୁଁ କହିଥିଲି ନା ହେଲେ ଏ ମା ସେଇଥିପାଇଁ ତମେ ମତେ କ୍ଷମା କରିଦବ। ନାଇଁ ମାନ କିଛି ଭୁଲ କହିନଥିଲେ। ଏଥର ତମ ଜଣେ ଖୁସିରେ ରହ। ଏଥର ମୁଁ ଆସୁଛି। ଏ ମା ତମେ କୁଆଡେ ଯିବ? ଆରେ ମୁଁ ମୋ କିରଣ ବାବୁକୁ ବହୁତ ଭଲ ଭାବରେ ଜାଣିଛି। ସେ ତମକୁ ତାଙ୍କ ଜୀବନରୁ ବି ଅଧିକା ଭଲ ପାଆନ୍ତି। ଆଉ ତମେ ଦେଖିବ ମା ସେ ଆଉ କିଛି ଦିନ ପରେ ତମକୁ ନିଶ୍ଚୟ ଖୋଜି ଖୋଜି ଶେଷରେ ଆମରି ଘରକୁ ଆସିବେ। ନାଇଁ ମାନ ବହୁତ ବିଳମ୍ବ ହେଇସାରିଛି। ନାଇଁ ମାନେ କିଛି ବି ବିଳମ୍ବ ହେଇନି। ସେ ଆଶା ଆଉ ମୋର ନାହିଁ ସେ ମୋ ପାଖକୁ ଆସିବେ ବୋଲି। ନିଶ୍ଚୟ ଆସିବେ ମା। ମାନସୀ ଦିଦି ମୁଁ ଯାଉଛି ବୋଲି ତୁ ମନକୁ ଉଣା କରିବୁ ନାଇଁ ତମ ବିନା ଜମର ବି ଆମେ ଭଲ ଲାଗିବନି। ଖୁସିରେ ଘର ସଂସାର କରିବୁ। ତୁ ଖୁସିରେ ରହିଲେ ମୁଁ ଯୋଉଠି ଥିଲେ ମଧ୍ୟ ଖୁସିରେ ହିଁ ରହିବି। ଏଥର ମୁଁ ଆସୁଛି। ନାଇଁ ନା ଅଞ୍ଜଲି ତୁ କୁଆଡ଼େ ଯାଉଛୁ ନା? ଦେख ମୁଁ କେତେ ଆଶା ଭରସା ନେଇ ମୁଁ ତୋ ପାଖକୁ ଚାଲି ଆସିଛି। ଆରେ କଣ ହେଇଛି? କ'ଣ ହେଇଛି ଜାଣିଛୁ? ତୋ ସୁନା ସଂସାରକୁ ମୁଁ ପୁଣି ଥରେ ଫେରେଇ ଦେବା ପାଇଁ ଆସିଛି। ଏସବୁ କଣ କରୁଛୁ ତୁ? ଦେଖିଲ ତା ମନ୍ଦିର ଭଳି ଘରଟା ତୋ ପାଇଁ ଆଜି କ'ଣ ପାଇଁ ଉଠୁଛି। ତୁ ସେ ଘର ନାହିଁ ଯେ ସାଥିରେ କିରଣ ବାବୁ ଶୋଇଲା ବେଳେ ଅଞ୍ଜଲି ଖାଇଲା ବେଳେ ଅଞ୍ଜଲି ସଦା ସର୍ବଦା ଅଞ୍ଜଲି 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 ହେଇଯାଉଛନ୍ତି। ଆଉ ମଦ ପିଇ ତାଙ୍କ ଦେହଟାକୁ ବହୁତ କଷ୍ଟ ଦେଉଛନ୍ତି। ଏଥର ତତେ ହିଁ ତାକୁ ସମ୍ଭାଳିବାକୁ ପଡିବ। ନା ମୁଁ ସମ୍ଭାଳି ପାରିବିନି। ଦେଖିଲ ତମ ଦୁଇ ଜଣଙ୍କ ଭଲ ପାଇବା ମଝିରେ ମୁଁ କଣ୍ଟାଇ ଛିଡ଼ାଇ ଯାଇଛି। ଆଉ ତୋର ସବୁ କିଛି ହସ ଖୁସି ସଂସାରକୁ ତୁ ମୋ ହାତରେ ଦାନ କରିଥିଲୁ। ଆଜି ପୁଣି ଥରେ ତତେ ସେ ସବୁ ଅଧିକା ତତେ ଫେରେଇ ଦେଇ ତା ମନ୍ଦିର ଭଳି ଘରକୁ ତତେ ଫେରେଇ ନେବା ପାଇଁ ଆସିଛି। ସେ ମନ୍ଦିର ବାଡ଼ି ଘରେ ପାଉ କଳକିନି ଜମାରୁ ଯାଇବନି। କି କହିଲା ତୁ କଲଙ୍କିରି? ତୁ କଲଙ୍କିରି ନୁହେଁ। ତୁ ଯେମିତି ସାବିତ୍ରୀ ଥିଲୁ ଆଜି ବି ଠିକ ସେମିତି ସାବିତ୍ରୀ ଅଛୁ। ତେଣୁକରି ମୁଁ ତତେ ହାତ ଯୋଡ଼ି ନେଉରା ହଉଛି। ତୁ ମୋ କଥା ମାନି ତୋ ମନ୍ଦିର ଭଳି ଘରକୁ ଫେରି ଚାଲ। ନାଇଁ ରେ ପଗଲି ନାଇଁ। ସେ ଆମର କୌଣସି ସୌଭାଗ୍ୟ ନେଇଛି ମୁଁ ଏବେ ଆଉ ସେ ଘରକୁ ଯିବି ବୋଲି। ଓ ମୁଁ ଏତେ ସବୁ ତତେ ଦଣ୍ଡ ଦେଲା ପରେ ମୁଁ ହାତ ଯୋଡ଼ିକି କ୍ଷମା ମାଗିଲେ ବି ମୋର କ୍ଷମତା ନାହିଁ। ଦେଖ ସତରେ ସେଥିପାଇଁ ତୁ ମୋ କଥା ମାନୁନୁ ନା? ତୋ କଥା ମୁଁ ଜମାରୁ ମନରେ ଧରିନି। ତତେ ତ ମୁଁ ଆଗରୁ କ୍ଷମା କରିଦେଇ ସାରିଛି। ଆଲୋ ଅଞ୍ଜଲି ମୁଁ ଏକା ଆସିବି ଘରକୁ ଫେରେଇ ନେବା ପାଇଁ। ବାପା ମଧ୍ୟ ଆସିଛନ୍ତି। ବାପା ଆସିଛନ୍ତି? ହଁ ବାପା ଆସିଛନ୍ତି। ହେଲେ କୋଉଠି ସେ? ବାପା ଏଇଠି ଅଛନ୍ତି। ମାନସ ଏ ମାନସ ଦେଖ ସେଦିନ ନା ମୁଁ ତୁମକୁ ବହୁତ କିଛି କହିକି ତମ ଗାଁରେ ଗୋଟେ ଚାବୁଡ଼ା ଦେଇଥିଲି ନା? ସେଥିପାଇଁ ବୋଧେ ତମେ ବୋଧେ ମୋତେ କ୍ଷମା କରିଦିଅ। ତମେ ତମ ଭୁଲ ବୁଝିପାରିଛ ସେଇଟା ମୋ ପାଇଁ ଗର୍ବର କଥା। ବାପା ତମେ ଅଞ୍ଜଳି ସହିତ ଟିକେ କଥା ହେଇଅ। अरे मा तू कुआड़े जाई पारिबुनी। अरे तोते मो घरକୁ ନେବା ପାଇଁ ଆସିଛି ରେ ମା।
আরে শোনা, আরে দিনে ত্রেতয়া যুগরে মহাপ্রভু রামচন্দ্র ତାଙ୍କରି ଧର୍ମପତ୍ନୀ ସୀତା ଦେବୀଙ୍କ ଏମିତି ପରିସ୍ଥିତି ହେଲା ଯେ ମହାପ୍ରଭୁ ଶ୍ରୀରାମ ତାଙ୍କୁ ସନ୍ଦେହ କରି ଏ ଘରରୁ ବାହାର କରିଦେଇଥିଲେ। ଆରେ ସେ ତ ପୁଣି ଥରେ ଅଯୋଧ୍ୟାକୁ ଫେରିବେ, ଆଉ ତୁ କଣ ମା ଘରକୁ ଫେରି ଯାଇପାରିବୁନି? ବାପା ହଁ, ଆପଣ ସବୁ କଣ ଖୋଜୁଛନ୍ତି? ଏବେ ତ ସେ ଘର ହଁ ରେ ମା। আরে এ পাপ আখি যাহা দেখিলা, এ পাপ কান যাহা শুনিলা, তোমারই ভুল বুঝাপড়ারে মো তোতে ঘরু বাহার করে দিয়েছিলি মা। হেলে এই ভুলর এ তো বুড়া পুয়াকু ক্ষমা করে দেবু রে মা। ନାଇଁ ବାବା ନାଇଁ, ଆପଣ କିଛି ଭୁଲ କରିନାହାନ୍ତି। ଭୁଲ ତ ମୁଁ କରିଛି। ଆପଣଙ୍କ ମନରେ ମୁଁ କଷ୍ଟ ଦେଇଛି, ଆପଣଙ୍କ ଆଖିରେ ମୁଁ ଲୁହ ଦେଇଛି। ସେଇଥିପାଇଁ ଆପଣ ମତେ କ୍ଷମା କରିଦେବେ, କ୍ଷମା କରିଦେବେ ବାପା। ଆଲୋ ଏଇ ଅଞ୍ଜଲି, ଆରତି ଦେଖ ସାଙ୍ଗରେ ମୁଁ କିରଣକୁ ମଧ୍ୟ ନେଇକି ଆସିଛି। ସତରେ ହଁ ଯା, ସେଠି ଅଛନ୍ତି, ଚାଲ ତୁ ଏ ଅଞ୍ଜଳି, କେତେ ଆଉ ମାନ କାମ କଲେ ତମ ମନକୁ ଶାନ୍ତି ଲାଗିବ? କାହିଁକି ଏମିତି କଲ? ଆରେ କି ଲାଭ ମିଳିଲେ ତମକୁ? ନିଜ ଭଲ ପାଇବାକୁ ନିଜ ବନ୍ଧୁତା ପ୍ରେମ ତମେ ଏଡ଼େଇ ଦେଲ ନା। ଆରେ ଥରଟିଏ ବି ଚିନ୍ତା କଲ ନାହିଁ ତମ ବିନା କ୍ଷୀର ବାବୁ ବଞ୍ଚିବ କେମିତି? ଆରେ କ୍ଷୀର ବାବୁ ତମକୁ କେତେ ଯେ ଭଲ ପାଏ ଏକଥା ସେଇ ଜାଣିଛି, ଅଥଚ ତା ଭଲ ପାଇବାକୁ ତମ ବନ୍ଧୁତା ପ୍ରେମ ତମେ ଛାଡ଼ିଦେଲ କାହିଁକି ଅଞ୍ଚଳି? ଆରେ କି ଲାଭ ମିଳିଲା ତମକୁ? ତମେ ତ ଜାଣିଛ କି ନା, ପିଲାଟେ ବେଳେ ଆରତି ମୁଁ କେତେ ଭଲ ପାଏ। ସେ ପୁରା ମୋ ଜୀବନ, ତାର ଦୁଃଖ ମୁଁ ଦେଖିପାରିଲିନି ବୋଲି ଏସବୁ ମୁଁ କରିଛି। ହେଲେ ଥରଟିଏ ତ ଚିନ୍ତା କରିପାରିଥାନ୍ତ, ଯାହାକୁ ପିଲାଟି ଦିନରୁ ଏତେ ହୃଦୟ ଦେଇ ଭଲ ପାଉଥିଲି ସେ ମୋ ବିନା ବଞ୍ଚିବ କେମିତି? ଏତିକି ବି ପାଇପାରିଲନି। ଦେଖ, ତମ ମନରେ କଷ୍ଟ ହେଇଛି ବୋଲି ଆଜି ଏସବୁ କହିଯାଇଛ ନା, ସେଇ ଭୁଲ ପାଇଁ ତମକୁ ମୁଁ ହାତ ଛାଡ଼ି କ୍ଷମା ମାଗି ନେଉଛି। ଆଞ୍ଚଳି ନାହିଁ, ଭଲ ପାଇବା ଅଛି ଏଇ ହୃଦୟରେ। ତମେ ଯାହା ବି କରିଛ କୌଣସି ପରିସ୍ଥିତିରେ ପଡ଼ି ଏମିତି କରିଥିଲ ନା, ମୁଁ ଠିକ ବୁଝିପାରିଛି। ନହେଲେ ମୋ ଅଞ୍ଜଳି ମୋ ପିଲା ବଞ୍ଚିବ କେମିତି? କେବେ ବି ବଞ୍ଚି ପାରିବନି, କେବେ ବି ନୁହଁ। କିରଣ, ଦେଖ ତମ ଦୁଇ ଜଣଙ୍କ ପ୍ରେମ ମଝିରେ ମୁଁ କଣ୍ଟେଇ ଛିଡ଼ାଇଥିଲି ନା, ମୁଁ ତୁମକୁ କ୍ଷମା ମାଗୁଛି କିରଣ, ତମେ ମୋତେ କ୍ଷମା କରିଦେବ। ନାଇଁ ଏମିତି ନାଇଁ, ତମେ ଏମିତି କୁହନି। ତମ ପ୍ରେମରେ ଏମିତି ମୁଁ ଦିନେ ପାଗଳ ହେଇ ଯାଇଥିଲି ଯେ ସତରେ ଦିନେ ନା ଦିନେ ମୁଁ ନିଶ୍ଚୟ ପାଇବି ବୋଲି ସ୍ୱପ୍ନ ଦେଖିଥିଲି, ହେଲେ ସେଇ ସ୍ୱପ୍ନ ମୋର ଭାଙ୍ଗି ରୁଚି ଚୁରମାର ହେଇଗଲା। ମୋ ପ୍ରିୟ ସାଙ୍ଗ ଅଞ୍ଜଳିର ପ୍ରେମଟା ଆଜି ଜଗତ ଜିତା ହେଲା। ତେଣୁକରି ମୁଁ ପୁଣି ଥରେ ତମ ଦୁଇ ଜଣଙ୍କୁ ସମର୍ପଣ କରିବା ପାଇଁ ଚାହୁଁଛି କିରଣ, ତମେ ମୋତେ ମନା କରନି। ଠିକ ଅଛି। এই অঞ্জলি, ଆରତି ତୁ ଜାଣିଛୁ ଯେ ନିଜ ମା ପେଟ ଭଉଣୀ ବି ତା ଭଉଣୀ ପାଇଁ ଏମିତି କାମ କେବେ ବି କରିନଥିବ, ହେଲେ ତୁ ଆଜି ସାଙ୍ଗ ଏଇ ସତରେ ତା ହସ ଖୁସି ଦୁନିଆକୁ ସବୁ ମୋ ହାତରେ ଦାନ କରିଥିଲୁ। ତୁ ସବୁ କଣ ଖୋଜାଇଛୁ? ସେଦିନ ନା ତୁ ପ୍ରଥମ ସାବିତ୍ରୀରେ ସାବିତ୍ରୀ ତ ଶଙ୍ଖା ସିନ୍ଦୁର ମଙ୍ଗଳସୂତ୍ର ସବୁ ମୋତେ ଦାନ କରିଥିଲୁ ନା। ଆଜି ମୁଁ ଏଇ ଦ୍ୱିତୀୟ ସାବିତ୍ରୀରେ ମୁଁ ଶଙ୍ଖା ସିନ୍ଦୁର ସବୁ ତ ହାତରେ ଦାନ କରିବି ଲ। ତୁ ଦୟାକରି ହସି ହସି ଗ୍ରହଣ କରି ତୁ ସବୁ କିଛି ନେଇଯିବୁ ଲ। କିରଣ ବାବୁ, ହକୁ ଏଇ ନିଅ ମୋ ଗଳାରେ ମଙ୍ଗଳସୂତ୍ର ନେଇ ମୋ ପ୍ରିୟ ସାଙ୍ଗ ଅଞ୍ଜଳି ଗଳାରେ ପିନ୍ଧି কিরণ, এই সংসারে ডুবে গিয়া।
ଆଲୋ ଏଇ ଅଞ୍ଜଲି ଅଞ୍ଜଲି ଏଇ ଅଞ୍ଜଲି ଏଥିରେ ତୁ ବେଶ ଭାବରେ ଖୁସିରେ ଥାଲ ମୁଁ ସବୁଦିନ ପାଇଁ ତ ରାସ୍ତାରେ ହଟି ଯିବାକୁ ଚାହୁଁଛି ନାଇଁ ନାଇଁ ତୋ ସବୁ କଣ କି ଯାଉଛୁ ନାଇଁ ତୁ ସେମିତି ଜମାରେ କନି ମତେ ଆଉ ତୁ ଦେଖିବୁନି ନା ସାଙ୍ଗ ତ ଏପଟେ ସେପଟେ କହୁଛୁ କଣ ପାଇଁ ଦେଖ ଏମିତି ଗୋଟେ ଦୁନିଆକୁ ଚାଲିଯିବି ଯେ ତୁ ଯେତିକି ଖୋଜିଲେ ବି ମତେ ଖୋଜି ପାରିବୁ ତୁ କଣ ପାଗଳ ହେଇଯାଉଛୁ ଆଉ କଣ ହେଇଛୁ କହୁନୁ କଣ ପାଇଁ ମତେ ନା ବ୍ଲଡ୍ କ୍ୟାନ୍ସର ହେଇଛି ନାଇଁ ସତରେ ମୁଁ ବଞ୍ଚି ପାରିବିନି ଏ କିରଣ ନାଇଁ ନାଇଁ ମୋ ଦେହରେ ପ୍ରାଣ ଥିଲା ପର୍ଯ୍ୟନ୍ତ ଆସ ମୁଁ ତମ ଦୁଇ ଜଣଙ୍କୁ ସମର୍ପଣ କରି ଏଇ ଦେଖୁନ ମତେ ସେପଟେ ଡାକୁଛନ୍ତି ମତେ ଯିବାକୁ ପଡିବ ଏଇ ଦେଖ ସମସ୍ତେ ଦେଖ ଦେଖରେ ଦେଖ ସମସ୍ତେ ଦେଖ ସାବିତ୍ରୀ କରୁଛି ସ୍ୱାମୀ ନୀଳା ফুলমাଳ ହେଇଗଲା ହସିର ଦଉଡ଼ି ଜୀବନ ବେଦିରେ ଭାଗ୍ୟ ଖେଳିଲ କଉଡ଼ି ফুলমাଳ ହେଇଗଲା ହସିର ଦଉଡ଼ି ଜୀବନ ବେଦିରେ ଭାଗ୍ୟ ଖେଳିଲ କଉଡ଼ି ଏମିତି ମୋହରେ ଝିଅ କଲା ଭାଗ୍ୟ ସୁହାଗ ସିନ୍ଦୁର ହେଲା ଦୁଇ ଭାଗ ହେଲା ନାହିଁ ଗୋଟିଏ ଜନମ ସାବିତ୍ରୀ କରୁଛି